ଶ୍ରୀମା ଶ୍ରୀ ଅରବିନ୍ଦ ଏହି ଶ୍ରୀ ଅରବିନ୍ଦ ପାଠଚକ୍ରରେ ଅନଲାଇନ ମାଧ୍ୟମରେ ଯୋଗଦାନ କରିଥିବା ଭାଇ ବାପା ମାନଙ୍କୁ ନମସ୍କାର। ଆଜିର ଆଲୋଚ୍ୟ ବିଷୟ ଦିବ୍ୟ ପ୍ରେମର ଅଭିବ୍ୟକ୍ତି। ଦିବ୍ୟ ପ୍ରେମର ଅଭିବ୍ୟକ୍ତି ପ୍ରସଙ୍ଗରେ ଆଲୋଚନା କରିବା ନିମନ୍ତେ ବରଗଡ଼ର ଚିତ୍ତ ଭାଇ ଚିତ୍ତରଞ୍ଜନ ସାହୁଙ୍କୁ ମୁଁ ଅନୁରୋଧ କରୁଛି। ଚିତ୍ତ ଭାଇ ତାଙ୍କର ବକ୍ତବ୍ୟ ପ୍ରଦାନ କରନ୍ତୁ। ଶ୍ରୀମାତା ଶରଣ ମମ, ଶ୍ରୀ ଅରବିନ୍ଦ ଶରଣ ମମ। ଅନଲାଇନ ଶ୍ରୀ ଅରବିନ୍ଦ ପାଠଚକ୍ରରେ ଆଜିର ଦିବ୍ୟ ସନ୍ଧ୍ୟାରେ ସମାବିଷ୍ଟ ସମସ୍ତ ମାତୃପ୍ରେମୀ ବାପା ଭାଇଙ୍କୁ ସାଦର ସପ୍ରେମ ନମସ୍କାର ସହ ପୁନଃ ସ୍ୱାଗତ କରୁଛି। ମାଙ୍କ ପାଖରେ ବିନମ୍ର କୃତଜ୍ଞତା ନିବେଦନ କରି ଆଜିର ଆଲୋଚନା ଆରମ୍ଭ କରିବା। ଆଜିର ଆଲୋଚ୍ୟ ପ୍ରସଙ୍ଗ ଦିବ୍ୟ ପ୍ରେମର ଅଭିବ୍ୟକ୍ତି। ଏ ପ୍ରସଙ୍ଗରେ ମାଙ୍କର ଏବଂ ପ୍ରଭୁଙ୍କର ବାଣୀକୁ ଆଧାର କରି ଆମେ କିଛି ଆଲୋଚନା କରିବା। ଦିବ୍ୟ ପ୍ରେମ, ମା କହନ୍ତି, ଏଇଟା ହଉଛି ସେ ଶକ୍ତି ଯାହାକି ଏଇ ସମଗ୍ର ଜଗତକୁ ଧରି ରଖିଛି, ବିଶ୍ୱ ବ୍ରହ୍ମାଣ୍ଡକୁ ଧରି ରଖିଛି। ଏ ଦିବ୍ୟ ପ୍ରେମ ଗୋଟେ ଅପରାଜୟ ଶକ୍ତି ବୋଲି ମା କହନ୍ତି। ଏ ପ୍ରସଙ୍ଗରେ ମାଙ୍କର ଅନେକ ବାଣୀ ଅଛି, ଆମର ଚିରନ୍ତନରେ ମଧ୍ୟ ଲେଖା ଅଛି। ଆମେ ଯଦି ଗୋଟେ ଆନ୍ତରିକ ଏକାଗ୍ରତା ନେଇକରି ଦେଖିବା, ଗୋଟେ କୃତଜ୍ଞତାର ଭାବ ନେଇକରି ଦେଖିବା, ଆମେ ଯଦି ଅନୁଭବ କରିବା ପାଇଁ ଚେଷ୍ଟା କରିବା এই ସୃଷ୍ଟିର ଗତିଶୀଳତା ଏବଂ ସ୍ଥିତିର ରହସ୍ୟ, ନିଶ୍ଚୟ ଆମେ ଅନୁଭବ କରିବା। ଝାପ୍ସା ଭାବରେ ହଉ ପଛେ ନିଶ୍ଚୟ ଆମେ କିଛି ନା କିଛି ଅନୁଭବ କରିବା ଯେ ଦିବ୍ୟ ପ୍ରେମ ଅର୍ଥାତ୍ ଭଗବାନଙ୍କର ପ୍ରେମ এই ଜଗତକୁ ଧରି ରଖିଛି। এই ଜଗତ ତିଷ୍ଠିବାର କାରଣ ହେଉଛି ଦିବ୍ୟ ପ୍ରେମ। ଅର୍ଥାତ୍ ସରଳ ଭାବରେ କହିବାକୁ ଗଲେ ଭଗବାନ ତାଙ୍କର ସୃଷ୍ଟିକୁ ଭଲ ପାଆନ୍ତି ବୋଲି এই ସୃଷ୍ଟି ତିଷ୍ଠି ରହିଛି ଏବଂ ବିବର୍ତ୍ତନ ଧାରାରେ ଆଗକୁ ଆଗକୁ ଗତି କରିକି ଚାଲିଛି। ପ୍ରଥମତଃ ଭଗବାନ ଭଲ ପାଇଲେ ବୋଲି ସୃଷ୍ଟି ରଚନା କଲେ, ନହେଲେ ସୃଷ୍ଟି ରଚନା କରିବାର ତାଙ୍କର କିଛି ଆବଶ୍ୟକତା ନଥିଲା। ସେ ଚାହିଁଲେ କିଛି ଲୀଳା କରିବାକୁ, କିଛି ଖେଳ ଖେଳିବାକୁ, ଏବଂ ଖେଳ ଖେଳିବା ପାଇଁ ସାଥୀଟିଏ ଦରକାର। ଗୋଟିଏ ସାଥୀ ତ ନାହିଁ, ଅନେକ ସାଥୀ ଦରକାର। ତେଣୁ ସେ ନିଜେ ଏକରୁ ଅନେକ ହେଇଗଲେ। ଏଇଟା ହେଉଛି ଈଶ୍ୱରଙ୍କର ସେଇ ପରାତ୍ପର ପରମ ବ୍ରହ୍ମଙ୍କର ଅସଂଖ୍ୟ ବହୁବିଧ ରୂପ। এই ସମଗ୍ର ଜଗତ, ବିଶ୍ୱ ବ୍ରହ୍ମାଣ୍ଡ, ଅସଂଖ୍ୟ ସୌର ଜଗତ, ଗ୍ରହ, ତାରକାପୁଞ୍ଜ, ନିହାରିକା, ଧୂମକେତୁ ଇତ୍ୟାଦି। এই ରହସ୍ୟମୟ ସୃଷ୍ଟି ଭଗବାନଙ୍କର ପ୍ରେମରୁ ହିଁ ଜାତ ଏବଂ ସେ ପ୍ରେମ ହିଁ এই ସବୁ କିଛିକୁ ଧରି ରଖିଛି। ଆମେ ବିଜ୍ଞାନର ଭାଷାରେ ଯାହା କହୁ ପଛେ, ମାଧ୍ୟାକର୍ଷଣ ଶକ୍ତି, ବିଭିନ୍ନ ପ୍ରକାର ଭୌଗୋଳିକ ଶକ୍ତିର ପାରସ୍ପରିକ କ୍ରିୟା, ଏସବୁ ଉପର ଠାଉରିଆ କଥା। ପ୍ରକୃତ କଥା ହେଉଛି ଏ ଦିବ୍ୟ ପ୍ରେମ ହିଁ ଏସବୁ କିଛିକୁ ପରିଚାଳିତ କରୁଛି। କିନ୍ତୁ ଆମେ ଅନୁଭବ କରିପାରୁନା, କାରଣ ଆମର ଅନୁଭବଟା ଏତେ ସୂକ୍ଷ୍ମ ହେଇନାହିଁ, ଏତେ ପତଳା ହେଇନାହିଁ।
ଆମର ଚେତନାର ଏତେ ସାମର୍ଥ୍ୟ ବିକଶିତ ହେଇନାହିଁ ଯେ ଆମେ ଭଗବାନଙ୍କର ଦିବ୍ୟ ପ୍ରେମକୁ ଆମେ ଅନୁଭବ କରିପାରିବା। ତା ଅର୍ଥ ଏମିତି ନୁହେଁ ଯେ ଆମେ ମୋଟେ ଅନୁଭବ କରିପାରୁନୁ, କିଛି କିଛି ଅନୁଭବ କରୁଛୁ। ମଣିଷ ମଣିଷ ଭିତରେ ଯେଉଁ ପରସ୍ପରକୁ ଭଲ ପାଇବା କିମ୍ବା ଶିଶୁ ପ୍ରତି ମାର ପ୍ରେମ, ସେଟା ମାନବ ସନ୍ତାନ ହଉ, ପଶୁ ସନ୍ତାନ ହଉ, ଇତର ପ୍ରାଣୀ ହଉ, ସନ୍ତାନ ପ୍ରତି ମାତୃ ଚେତନାର ଯେଉଁ ପ୍ରେମ, ଏଇଟା ହଉଛି ଦିବ୍ୟ ପ୍ରେମର ଏଇ ପାର୍ଥିବ ଜଗତରେ, ଅପରା ପ୍ରକୃତିରେ ସବୁଠୁ ଉଜ୍ଜ୍ୱଳତମ ଉଦାହରଣ। ବିକୃତ ହେଲେ ମଧ୍ୟ ଏଇଟା ବହୁତ ପରିମାଣରେ ଶୁଦ୍ଧ। ତାପରେ ଏ ସମଗ୍ର ଜୀବଜଗତ ଯେଉଁ ତିଷ୍ଠି ରହିଛି, ତାର ପଶ୍ଚାତରେ ରହିଛି ପରସ୍ପରକୁ ଭଲ ପାଇବା, ପରସ୍ପରର ହିତ ଚିନ୍ତା କରିବା, ସମସ୍ତେ ପରସ୍ପରକୁ ନିଜର ବୋଲି ଭାବିବା, ଏଇଭଳି କିଛି ଭାବ। ତା ନହେଲେ ଏ ଜଗତ ଗୋଟେ ମୁହୂର୍ତ୍ତ ବି ତିଷ୍ଠି ପାରନ୍ତା ନାହିଁ। ଆମେ କହିପାରିବା ଏଠି ତ ହିଂସା ଅଛି, ଶୋଷଣ ଅଛି, ଅନ୍ୟାୟ ଅଛି, ବ୍ୟଭିଚାର ଅଛି, ପୁଣି ଦିବ୍ୟ ପ୍ରେମ କେମିତି ଅଛି ବୋଲି କହୁଛନ୍ତି। କଥା ହେଉଛି ଯେହେତୁ ଅପୂର୍ଣ୍ଣତାର ଏଇ ଜଗତ, ଆମେ ଏଠି ସବୁ କ୍ଷେତ୍ରରେ ସବୁ ସ୍ଥିତିରେ ପୂର୍ଣ୍ଣତା କେମିତି ଆଶା କରିବା? ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ତ ଏ ସୃଷ୍ଟିର ଯାତ୍ରା। ତେଣୁ ଯେତିକି ବି ଅଛି ସେଥିରେ ଅଶୁଦ୍ଧତାର ପରିମାଣ ବହୁତ କମ୍ ଏବଂ ଶୁଦ୍ଧତାର ପରିମାଣ ବହୁତ ବେଶୀ ବର୍ତ୍ତମାନ ଅବସ୍ଥାରେ। କିନ୍ତୁ ଗୋଟିଏ ପଚା ମାଛ ଯେମିତି ସମଗ୍ର ପୋଖରୀକୁ ଦୂଷିତ କରିଦିଏ, ସେଠି ଏତେ ସବୁ ଭଲ ମାଛ ଅଛନ୍ତି, ସେମାନଙ୍କର ନାଁ ଉଠେ ନାହିଁ, କିନ୍ତୁ ଗୋଟିଏ ପଚା ମାଛ ସେଟା ସମଗ୍ର ପୋଖରୀଟିକୁ ପ୍ରଦୂଷିତ କରିକରି ସମୁଦାୟ ପୋଖରୀଟି ଅଶୁଦ୍ଧତା ହେଇଗଲା ବୋଲି ଗୋଟେ ପରିଚୟ ଦିଏ। ତାର ଅର୍ଥ ନୁହେଁ ଯେ ସେଠି ଶୁଦ୍ଧତା ନାହିଁ, ବରଂ 99% ଶୁଦ୍ଧତା ଅଛି, 1% ଅଶୁଦ୍ଧତା। ସେ 1% ବାକି 99 ଉପରେ ହାବି ହେଇଯାଉଛି। ବା ଅନ୍ତତଃ ପକ୍ଷେ ଆମର ଗୋଟେ ଧାରଣା। କିନ୍ତୁ ଆମେ ଜାଣି ରଖିବା ଦରକାର, ଆମେ ଯେଉଁ ବଞ୍ଚି ଯାଉଛନ୍ତି ଆମର ଜୀବନଟି, ଏତେ ଦିନ ଯେଉଁ ବଞ୍ଚିଲେଣି, କାହାର ତ ଗୋଟେ କୃପା ହେଇଥିବ। ନହେଲେ ପ୍ରତି ମୁହୂର୍ତ୍ତରେ ଆମର ଏଇ ଚେତନାଟି ବିଘଟିତ ହେଇଯିବା ପାଇଁ, ଖଣ୍ଡ ଖଣ୍ଡ ହେଇଯିବା ପାଇଁ, ନଷ୍ଟ ହେଇଯିବା ପାଇଁ ଯଥେଷ୍ଟ କାରଣ ଅଛି, ଅସଂଖ୍ୟ କାରଣ ଅଛି। ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ରାସ୍ତାରେ ଯାଉଛୁ, ପ୍ରତ୍ୟେକ ମୁହୂର୍ତ୍ତରେ ଗୋଟେ ସେକେଣ୍ଡର 100% ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି। ଅନେକ ଦୁର୍ଘଟଣା ଘଟୁଛି ମଧ୍ୟ, କିନ୍ତୁ ସମ୍ଭାବନା ଯେତିକି ଅଛି ତା ତୁଳନାରେ ଘଟୁଥିବା ଦୁର୍ଘଟଣା ଅତ୍ୟନ୍ତ ନଗଣ୍ୟ। ନିଶ୍ଚିତ ଭାବେ ଏଠି ଶୁଦ୍ଧତାର ପରିମାଣ ବା ଅନୁପାତଟା ବହୁତ ବେଶୀ, ଏବଂ ସେଟା ହଉଛି ସେ ଦିବ୍ୟ ପ୍ରେମର ଶୁଦ୍ଧତା। ସେ ଦିବ୍ୟ ପ୍ରେମ ହିଁ ଆମକୁ ଆକର୍ଷିତ କରୁଛି ଯେ ଆମର ଯାତ୍ରାଟି କେବଳ ଏଇ ସ୍ଥୂଳ ଜଗତର ଯାତ୍ରା ନୁହେଁ, ଚେତନାର ଯାତ୍ରା, ଆମର ଅନ୍ତର୍ଚେତନାର ଯାତ୍ରା, ଯାହାକି ଚିରନ୍ତନ ଭାବରେ ଚାଲିଛି। ଜନ୍ମ ମୃତ୍ୟୁ ମଧ୍ୟ ଦେଇକରି, ଅସଂଖ୍ୟ ଜନ୍ମ ମୃତ୍ୟୁ ମଧ୍ୟ ଦେଇକରି ଆମର ଯେଉଁ ଦୀର୍ଘ ଯାତ୍ରା, ମହାଯାତ୍ରା, ସେଟା ସବୁବେଳେ ସଙ୍ଗତି ଦିଗରେ ଚାଲିଛି। ସଙ୍ଗତି ଦିଗରେ ଚାଲିବାର ରହସ୍ୟ ହେଉଛି ସେ ଦିବ୍ୟ ପ୍ରେମ। ଭଗବାନ ସେ ପରମ ପ୍ରେମିକ ଆମ ସମସ୍ତଙ୍କର ଅନ୍ତରରେ ଯେ ବାସ କରୁଛନ୍ତି, ଆମକୁ ସେ ମୋହନ ବଂଶୀ ଶୁଣେଇ ଶୁଣେଇ ତାଙ୍କ ଆଡକୁ ଡାକୁଛନ୍ତି, ଏବଂ ଆମେ ଅଜ୍ଞାତ ସାରରେ ତାଙ୍କ ଆଡକୁ ଆକର୍ଷିତ ହେଇ ଚାଲିଛୁ। ଯୋଗୀମାନେ ସେ ମୋହନ ବଂଶୀର ଧ୍ୱନିକୁ ଶୁଣନ୍ତି,
ତାକୁ ପ୍ରତ୍ୟକ୍ଷ ଭାବରେ ଶୁଣନ୍ତି, ଅନୁଭବ କରନ୍ତି ଏବଂ ସେ ମୋହନଙ୍କର ଡାକ ସେମାନେ ସ୍ପଷ୍ଟ ଶୁଣନ୍ତି, ତାଙ୍କର ଚେତନାରେ ଅନୁଭବ କରନ୍ତି ଏବଂ ସେମାନେ ସଚେତନ ଭାବରେ ଯାତ୍ରା କରନ୍ତି ତାଙ୍କ ଆଡକୁ। ଗୋଟେ ଯୋଗୀ ଆଉ ଗୋଟେ ସାଧାରଣ ମଣିଷ ଭିତରେ ଏଇଟା ହିଁ ମୌଳିକ ପାର୍ଥକ୍ୟ। ସାଧାରଣ ମଣିଷ ଅଚେତନ ଭାବରେ ପ୍ରକୃତି ପରିଚାଳିତ ହେଇକରି ସ୍ୱମୁହରେ ପତର ଭଳି ଚାଲିଥାଏ, ସେ ମଧ୍ୟ ସେଇ ଧାରରେ ଚାଲେ କିନ୍ତୁ ବିଳମ୍ବିତ ହୁଏ। କିନ୍ତୁ ଯୋଗୀଟିଏ ସ୍ରୋତର ଅନୁକୂଳରେ ଭଗବାନ ଯେଉଁ ଦିଗରେ ତାଙ୍କୁ ଟାଣୁଛନ୍ତି সেই ଦିଗରେ ସେ ନିଜର ଶକ୍ତି ମଧ୍ୟ ପ୍ରୟୋଗ କରେ, ଅର୍ଥାତ୍ ଭଗବାନଙ୍କ କାର୍ଯ୍ୟରେ ସହଯୋଗ କରେ। ଯୋଗ ଆଉ କିଛି ନୁହେଁ, ଭଗବାନଙ୍କର ଉଦ୍ଦେଶ୍ୟର ପୂର୍ତ୍ତି ଦିଗରେ ସହଯୋଗ, ସଚେତନ ସକ୍ରିୟ ସହଯୋଗ। ଏବଂ ଯୋଗୀ ଯାହା କରେ ସଚେତନ ଭାବରେ ସେଟା ହେଉଛି ସେ ପରମ ପ୍ରେମିକ ଦିବ୍ୟ ପ୍ରେମିକଙ୍କର ଏଇ ଜଗତବ୍ୟାପୀ ଦିବ୍ୟ ପ୍ରେମର ଅନୁଦାନ ବା ଅବଦାନ ପାଇଁ ଗୋଟେ ଗଭୀର ଏବଂ ନିବିଡ଼ କୃତଜ୍ଞତା। ଯୋଗୀ ସଚେତନ ଭାବରେ ସେଟା କରେ, ସେ କୃତଜ୍ଞତା ପ୍ରଦର୍ଶନ କରେ ନିଜର ଆଚରଣ ମାଧ୍ୟମରେ ଏବଂ ସେ କୃତଜ୍ଞତା ପ୍ରଦର୍ଶନ କରିବାର ସର୍ବଶ୍ରେଷ୍ଠ ମାଧ୍ୟମ ହେଲା এই ସମଗ୍ର ଜଗତକୁ ଭଗବାନ ଯେମିତି ଭଲ ପାଆନ୍ତି ଆମେ ବି ସେମିତି ଭଲ ପାଇବା। କାରଣ এই ଜଗତ ପ୍ରକୃତରେ ଅନ୍ୟ କେହି ନୁହେଁ, ଅନ୍ୟ କିଛି ନୁହେଁ, এই ସବୁ ସେ ପରମ ପ୍ରେମିକ ପରମେଶ୍ୱରଙ୍କର ଗୋଟେ ଗୋଟେ ରୂପ। ଆମେ ସର୍ବତ୍ର ତାଙ୍କୁ ହିଁ ଅନୁଭବ କରିବା। ତେଣୁ ତାଙ୍କୁ ଆମେ ଗଭୀର ନିବିଡ଼ କୃତଜ୍ଞତା ଜଣାଇବା, ଆମର ଭକ୍ତିଭାବ ଜଣାଇବା। ଏଇଟା ହିଁ ଆମର ଏକମାତ୍ର ଉଦ୍ଦେଶ୍ୟ ହେବା ଉଚିତ। ଆମର ପ୍ରତ୍ୟେକ କର୍ମରେ, ସର୍ବାବସ୍ଥାରେ, ପ୍ରତ୍ୟେକ ମୁହୂର୍ତ୍ତରେ ଏଇଟା ହିଁ ଆମର ଧ୍ୟେୟ ହେବା ଉଚିତ। ମା କହୁଛନ୍ତି ଆମେ ସବୁବେଳେ ଦିବ୍ୟ ପ୍ରେମର ଗୋଟେ ସ୍ପନ୍ଦିତ ବାୟୁମଣ୍ଡଳରେ ସ୍ନାନ କରୁଛନ୍ତି, କିନ୍ତୁ ଆମେ ସେ ବିଷୟରେ ସଚେତନ ନୁହନ୍ତି। ଆମେ କଳ୍ପନା ଦୃଷ୍ଟିରେ ଦେଖିପାରିବା ଦିବ୍ୟ ପ୍ରେମ ସର୍ବତ୍ର ବିରାଜିତ, ବିଚ୍ଛୁରିତ, ଗୋଟେ ଜଳ ପ୍ଳାବନ ଭଳି ଏ ସମଗ୍ର ଜଗତକୁ ସେଟା ପ୍ଳାବିତ କରି ରଖିଛି। କିନ୍ତୁ ଆମେ ସେ ବିଷୟରେ ସଚେତନ ନୁହଁ। ସଚେତନ ନହେଲେ ମଧ୍ୟ ଆମେ ସେ ଦିବ୍ୟ ପ୍ରେମର ବନ୍ୟାରେ ଆମେ ବୁଡ଼ ପକାଉଛୁ, ସ୍ନାନ କରୁଛୁ, ବା ସେଇ ବାୟୁମଣ୍ଡଳରେ ଆମେ ସ୍ନାନ କରୁଛୁ। এই ମନୋଭାବ ରହିଲେ, এই ଚେତନାରେ ଆମେ ଯଦି ନିରନ୍ତର ବାସ କରିବା, ବେଳେ ବେଳେ କଦବା କ୍ୱଚିତ କିଛି ଅନୁଭୂତି ଆମ ପାଖକୁ ଆସିଯାଇପାରେ। ବେଳେ ବେଳେ ତାର ଝଲକ ପାଉ ଆମେ ଏବଂ ସେତେବେଳେ ଗୋଟେ କବିର ଚେତନାରେ କବିତ୍ୱ ଜାଗୃତ ହେଇଯାଏ, ଗୋଟେ ସମାଜ ଶିବିର ଚେତନାରେ ମାନବ ସେବା ହିଁ ମାଧବ ସେବାର ଆହ୍ୱାନଟି ଜାଗ୍ରତ ହେଇଯାଏ। ଏହିଭଳି ଯାହାର ଯେମିତି ଗ୍ରହଣଶୀଳତା ବା ଚେତନାର ଝୁଙ୍କ ଅନୁଯାୟୀ ସେମାନେ ଭିନ୍ନ ଭିନ୍ନ ଭାବରେ ଅନୁଭବ କରନ୍ତି ଏବଂ କହନ୍ତି ଯେ ଦିବ୍ୟ ପ୍ରେମ ମୋ ପାଖକୁ ଆସିଗଲା। ମା କହୁଛନ୍ତି ଏଇଟା ଗୋଟେ ହାସ୍ୟାସ୍ପଦ କଥା, କାହିଁକି ନା ଦିବ୍ୟ ପ୍ରେମ ତ ସଦା ସର୍ବଦା ରହିଛି, ସେ ଆସିବ କଣ? ପ୍ରକୃତ କଥା ହେଉଛି ଆମେ ବେଳେ ବେଳେ ତା ପ୍ରତି ନିଜକୁ ଖୋଲି ଧରୁ, ତା ପ୍ରତି ଉନ୍ମିଳିତ ହେଇଯାଉ ଏବଂ ସେତେବେଳେ ସେ ଆମ ଭିତରକୁ ପଶି ଆସେ ବା ଆମେ ତାକୁ ଅନୁଭବ କରିପାରୁ। ତେଣୁ ଯଥାର୍ଥ ମନୋଭାବ ହେଉଛି ଆମେ ନିଜର ଚେତନାକୁ ଖୋଲି ଧରିବା ଏବଂ ଖୋଲି ଧରିବାର ଉପାୟ ହେଉଛି ଆମେ ଅନାବଶ୍ୟକ ଏଣୁ ତେଣୁ ଚିନ୍ତା କରିକିରି ସବୁବେଳେ ଆମର ଚେତନାକୁ କୋଳାହଳପୂର୍ଣ୍ଣ କରି ରଖିଥାଉ, ଭାରାକ୍ରାନ୍ତ କରି ରଖିଥାଉ। ଆମେ ଟିକେ ନିଜକୁ ଦୟା କରିବା, ନିଜକୁ ଏ କୋଳାହଳରୁ ମୁକ୍ତ କରିବା, ନିଜକୁ ଅଯଥା ଗୋଟେ ଭାରାକ୍ରାନ୍ତ କରିବା ନାହିଁ। ଏକାଗ୍ର ହେଇକରି ପ୍ରସନ୍ନ ଚିତ୍ରରେ ଭଗବାନଙ୍କ ପ୍ରତି ଗୋଟେ ଗଭୀର ନିବିଡ଼ କୃତଜ୍ଞତାର ଭାବଟିକୁ ଯଦି ଆମେ
ବଜାୟ ରଖିପାରିଲେ ସେଟା ହେବ ସେ ଦିବ୍ୟ ପ୍ରେମ ପ୍ରତି ଆମର ଯଥାର୍ଥ ଉନ୍ମିଳନ ଏବଂ ତାକୁ ଆମେ ଆହୁରି ଗଭୀର ଭାବରେ ଅନୁଭବ କରିପାରିବା। ତେଣୁ ଆମର ଚେତନାରେ ଆମେ ଜୀବନରେ ସବୁ ଜିନିଷ ପାଇଁ ଜାଗା ଦେଇଥାଉ, କିନ୍ତୁ ଭଗବାନଙ୍କ ପାଇଁ କିଛି ଜାଗା ନଥାଏ। ତାଙ୍କର ଦିବ୍ୟ ପ୍ରେମକୁ ଅନୁଭବ କରିବା ପାଇଁ ଆମର ସମୟ ନଥାଏ। ଆମକୁ ଆମର ଜୀବନ ଶୈଳୀ ବଦଳାଇବାକୁ ପଡ଼ିବ। ମାଙ୍କର ଏହି ସମ୍ପର୍କରେ ଚିରନ୍ତନ ଏକ ବାଣୀ ଅଛି, ଦିବ୍ୟ ପ୍ରେମ ସର୍ବତ୍ର। ଏହି ପ୍ରେମର ଶକ୍ତି ସମ୍ପର୍କରେ ମଧ୍ୟ ମା କହିଛନ୍ତି, ପ୍ରେମ ଗୋଟେ ଶକ୍ତି ଯାହାକି ରୂପାନ୍ତରିତ କରିଦିଏ ସମସ୍ତ ଅଶୁଦ୍ଧତା, ଅଶୁଭ, ଅସତ୍ କମ୍ପନ ଗୁଡ଼ିକୁ ଦ୍ରବୀଭୂତ କରିଦିଏ, ଚେତନାକୁ ଶୁଦ୍ଧ କରିଦିଏ, ଅଶୁଦ୍ଧକୁ ଶୁଦ୍ଧରେ ରୂପାନ୍ତରିତ କରିଦିଏ। ଗୋଟେ କର୍କଶ ଏବଂ କ୍ରୂର ନିଷ୍ଠୁର ଚେତନାକୁ ସେ ସୁକୋମଳ ସୁକୁମାର କରିଦେଇପାରେ। ଗୋଟେ ଅଜ୍ଞାନକୁ ପ୍ରଦାନ କରିପାରେ ଅମାପ ଅସରନ୍ତି ଜ୍ଞାନ। ଜଣେ ପଙ୍ଗୁ ଅଥର୍ବକୁ ସେ ଅନନ୍ତ ଶକ୍ତି ସାମର୍ଥ୍ୟ ପ୍ରଦାନ କରିପାରେ, ମୁଖକୁ ବାଚାଳ କରିଦେଇପାରେ। ପ୍ରେମ ହେଉଛି ସେଭଳି ଗୋଟେ ଶକ୍ତି। ମା କହୁଛନ୍ତି ପ୍ରେମ ଗୋଟେ ଅଗ୍ନିଶିଖା ସଦୃଶ ଏବଂ এই ଅଗ୍ନିଶିଖାର ରଙ୍ଗ ହେଉଛି ଶୁଭ୍ର ଶ୍ୱେତବର୍ଣ୍ଣ। ଏଇଟା ସବୁ ପ୍ରକାର ପ୍ରତିରୋଧକୁ ଅତିକ୍ରମ କରି ଅଗ୍ରଗତି କରିପାରେ। ଏ ଦିବ୍ୟ ପ୍ରେମର ସ୍ପର୍ଶରେ ଚେତନାର ଜନ୍ମ ଜନ୍ମାନ୍ତରର କଳୁଷ ଗୋଟେ ମୁହୂର୍ତ୍ତକରେ ଦ୍ରବୀଭୂତ ହେଇଯାଇପାରେ। ଏ ଦିବ୍ୟ ପ୍ରେମ, ଦିବ୍ୟ କରୁଣା, ଏ ଦୁଇଟି ସମାର୍ଥବାଚକ। ଏଇଟା ହେଉଛି ସର୍ବପାପହାରୀ, ସର୍ବପାବନକାରୀ। ଯେମିତି ମହାକବି କାଳିଦାସ, ସେ ତ ଥିଲେ ଆଜନ୍ମ ମୂର୍ଖ ଏବଂ ତାଙ୍କର ଭାଗ୍ୟରେ 7 ଜନ୍ମ ପର୍ଯ୍ୟନ୍ତ ଜ୍ଞାନ ତାଙ୍କର ଚେତନାର ଉଦ୍ରେକ ହେବାର ସମ୍ଭାବନା ନଥିଲା। କିନ୍ତୁ ତାଙ୍କର ଦୃଢ଼ ଇଚ୍ଛା ଏବଂ ସମର୍ପଣ ପାଖରେ ଭାଗବତୀ ଶକ୍ତି ତାଙ୍କ ଭିତରେ ଉତ୍ତରି ଆସିବାକୁ ବାଧ୍ୟ ହେଲା। ବା ତାଙ୍କ ପ୍ରତି କରୁଣାରେ ଦ୍ରବୀଭୂତ ହେଇ ମହାକାଳୀ ତାଙ୍କ ପ୍ରତି ଗଭୀର ପ୍ରେମବଶତଃ ତାଙ୍କୁ ଯେଉଁ କୃପା କଲେ, 7 ଜନ୍ମର ତାଙ୍କର ଯେଉଁ ଚେତନାର ଅଭିଜ୍ଞତା ତାଙ୍କୁ ଗୋଟେ ମୁହୂର୍ତ୍ତରେ ପ୍ରାପ୍ତ କରେଇଲେ ମହାକାଳୀ। ଯାହା କିମ୍ବଦନ୍ତୀ କହେ ଯେ ମହାକାଳୀ ତାଙ୍କୁ 7 ଥର ମାରି 7 ଥର ପୁଣି ପୁନର୍ଜନ୍ମ ଦେଲେ, ଜୀବନ୍ୟାସ ଦେଲେ। ତେଣୁ 7ଟି ଜନ୍ମ ପାରି ହେଇଗଲା। ତାପରେ ମହାଜ୍ଞାନୀ ହେଇକରି ଜନ୍ମ ହେଲେ କାଳିଦାସ, ତାଙ୍କର ନବଜନ୍ମ ହେଲା। ଏଇଟା କେବଳ ପ୍ରତୀକାତ୍ମକ କଥା ହେଉଛି, ଯୋଉଠି ମହାକାଳୀଙ୍କର କୃପା ରହିଛି, ଦିବ୍ୟ ପ୍ରେମ ଯୋଉଠି କାର୍ଯ୍ୟ କରୁଛି, ସେଠି 7 ଥର ଜନ୍ମ ମୃତ୍ୟୁ ଚକ୍ର ଦେଇକରି ଯିବାର ଆବଶ୍ୟକତା କଣ? ଜନ୍ମ ମୃତ୍ୟୁ ଚକ୍ରର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଚେତନାର ଅଭିଜ୍ଞତା। ଚେତନା ଟିକେ ଅଧିକ ଅଧିକ ପରିପକ୍ୱ ହବ, ସାମର୍ଥ୍ୟବାନ ହବ, ଜ୍ଞାନ ଲାଭ କରିବ। ଜ୍ଞାନ କହିଲେ ସାମର୍ଥ୍ୟ, ଜ୍ଞାନ କହିଲେ ଆମେ ଯୋଉ ବୁଝୁଛୁ ମାନସିକ ଜ୍ଞାନ ନୁହେଁ। ଚେତନାର ପରିପକ୍ୱତା ହେଉଛି ଜ୍ଞାନ, ଅଭିଜ୍ଞତା ହେଉଛି ଜ୍ଞାନ। ତେଣୁ ସେଇ ଜ୍ଞାନ ଗୋଟେ ଦିବ୍ୟ ପ୍ରେମ ପାଖରେ ଏଭଳି ଗୋଟେ ଜ୍ଞାନ ପ୍ରାପ୍ତ କରିବା ପାଇଁ ଏଇଟା ତା ପାଇଁ ଗୋଟେ ଅଳିକ, ଗୋଟେ ପିଲା ଖେଳ ଭଳି। ଏଇଟା ସାମାନ୍ୟ କଥା ତା ପାଇଁ। ଏତେ ଶକ୍ତିଶାଳୀ ହଉଛି ଦିବ୍ୟ ପ୍ରେମ। ଏବଂ ମା ପୁଣି କହିଛନ୍ତି ଯେ ପରମ ପ୍ରେମ
ଯାହାକି ଭଗବାନଙ୍କର ପ୍ରେମ ତାଙ୍କର ସମଗ୍ର ସୃଷ୍ଟି ପାଇଁ, ସମଗ୍ର ବିଶ୍ୱ ପାଇଁ। ୟା ପ୍ରତି ସମଗ୍ର ଜଗତ ହୁଏତ ଅସଚେତନ, କିନ୍ତୁ ମା କହିଛନ୍ତି ଯେ ହଠାତ୍ ଦିନେ ରାତିରେ ଦିବ୍ୟ ପରମ ପ୍ରେମର କାର୍ଯ୍ୟ ପ୍ରତି, କ୍ରିୟା ପ୍ରତି ମା ସଚେତନ ହେଇଗଲେ। ଏବଂ ସେଟାକୁ ମା କହୁଛନ୍ତି ପୃଥିବୀର ଯୋଗ। ଏ ସମଗ୍ର ପୃଥିବୀ ଦିନେ ଦିବ୍ୟ ଚେତନାରେ ରୂପାନ୍ତରିତ ହେବା ପାଇଁ ଯୋଗ ସାଧନା କରୁଛି ଏବଂ ତାକୁ ସେହି ସାଧନାରେ ଦିବ୍ୟ ପରିପୂର୍ଣ୍ଣତା ଦିଗରେ ଆଗେଇ ନେଉଛି ଈଶ୍ୱରଙ୍କର ପରମ ପ୍ରେମ, ଦିବ୍ୟ ପ୍ରେମ। ଏ ବିଶ୍ୱକୁ ଈଶ୍ୱରଙ୍କର ଗୋଟେ ପ୍ରକାଶର କ୍ଷେତ୍ର ରୂପେ ପରିଣତ କରିବା ପାଇଁ ଏ ବିଶ୍ୱର ପ୍ରତ୍ୟେକ କଣିକା, ପ୍ରତ୍ୟେକ ଉପାଦାନ ଭଗବାନଙ୍କୁ ପ୍ରତିଫଳିତ କରିବ। এই ଦିଗରେ ଏ ବିଶ୍ୱକୁ ଆଗେଇ ନେଉଛି ଗୋଟେ ଅଦୃଶ୍ୟ ଶକ୍ତି। ସେ ଶକ୍ତି ହେଉଛି ଦିବ୍ୟ ପ୍ରେମ, ଭଗବାନଙ୍କର ପ୍ରେମ। ଏ ସମ୍ପର୍କରେ ମା ଦିନ ହଠାତ୍ ରାତିରେ ଏ ବିଷୟରେ ସଚେତନ ହେଇ ଉଠିଲେ ବୋଲି ମା କହିଛନ୍ତି। ଏବଂ ଏଇଟା ଗୋଟେ ସାଧାରଣ କଥା ନୁହେଁ, ଗୋଟେ କାଳ୍ପନିକ ନୁହେଁ, ଗୋଟେ କବିର କଳ୍ପନା ନୁହେଁ। ଏଇଟା ଗୋଟେ ପ୍ରତ୍ୟକ୍ଷ କ୍ରିୟା ଚାଲିଛି ଯାହା ମା ଅନୁଭବ କରିଛନ୍ତି। ତେଣୁ ଏଟା ପରୋକ୍ଷରେ ମା କହିଦେଉଛନ୍ତି ଯେ ସେ ସମୟ ଆଗତ ପ୍ରାୟ, ଯେତେବେଳେ এই ଜଗତକୁ ଏଯାବତ୍ ଯେଉଁ ପରିଚାଳିତ କରୁଛି ଗୋଟେ ମିଥ୍ୟା, ମାୟା, ମୃତ୍ୟୁ, ରୋଗ, ବ୍ୟାଧି, ପୀଡ଼ା, ଅଜ୍ଞାନତା, ଏସବୁ ଆଉ ରହିବ ନାହିଁ। ସେଦିନ ଆଗତ ପ୍ରାୟ। ଆଗତ ପ୍ରାୟ ମାନେ ଆସନ୍ତାକାଲି ଆସିବ ସେମିତି ନୁହେଁ, ଲାଗିପାରେ ହୁଏତ 100, 200, 300 ବର୍ଷ, ତଥାପି ସେଟା ଅତି କମ୍ ବୋଲି କହିବାକୁ ପଡ଼ିବ। କାରଣ କେତେ ନିୟୁତ ବର୍ଷ ଏ ପୃଥିବୀର ଆୟୁଷ ଏବଂ କେତେ ହଜାର ଜନ୍ମ ଦେଇକରି ଆମର এই ଚେତନାର ବିବର୍ତ୍ତନ ଯାତ୍ରା ଚାଲିଛି, ତା ତୁଳନାରେ 100, 200 ବର୍ଷ କିଛି ନୁହେଁ। ଯଦି ଆଗାମୀ 200-300 ବର୍ଷ ଭିତରେ ବି ସେ ଦିବ୍ୟ ଜଗତ ପ୍ରତିଷ୍ଠିତ ହେଇଯାଉଛି, ଜରା ବ୍ୟାଧି ମୃତ୍ୟୁହୀନ ଗୋଟେ ସତ୍ୟର ଯୁଗ, ତାହେଲେ ଖୁବ୍ ଶୀଘ୍ର ଆସିଲା ବୋଲି କୁହାଯିବ। ଏଇଟା ସେଇ ପରମ ପ୍ରେମିକଙ୍କର କୃପା ନିଦର୍ଶନ। ମା ଅନୁଭବ କରୁଛନ୍ତି, ସେ ଭବିଷ୍ୟତକୁ ସେ ଦେଖୁଛନ୍ତି ଯେଉଁଠି ଅଛି କେବଳ ପ୍ରେମ, ପ୍ରେମ, ପ୍ରେମ। ଏବଂ ସେ ପ୍ରଭୁଙ୍କ ପ୍ରତି କୃତଜ୍ଞତା ନିବେଦନ କରୁଛନ୍ତି, ତାଙ୍କର ମହିମା କୀର୍ତ୍ତନ କରୁଛନ୍ତି, ତାଙ୍କର ଜୟ ଜୟକାର କରୁଛନ୍ତି। ଆମ ସମସ୍ତଙ୍କ ତରଫରୁ ମା ତ ନିଜେ ଦିବ୍ୟ ଜନନୀ, ଆମ ସମସ୍ତଙ୍କ ତରଫରୁ ସେ ସେହି ପରମ ପ୍ରେମିକଙ୍କୁ କୃତଜ୍ଞତା ଜଣାଉଛନ୍ତି। ଆଶ୍ରମରେ ମା ବିଭିନ୍ନ ସମୟରେ ସାଧକମାନଙ୍କର ଆଧ୍ୟାତ୍ମିକ ଜିଜ୍ଞାସାର ଉତ୍ତର ଦେଉଥିଲେ। ଅକ୍ଟୋବର 1956 ମସିହାରେ ମାଙ୍କୁ ସାଧକମାନେ ପ୍ରଶ୍ନ କରିଛନ୍ତି ଯେ ପରମ ପ୍ରେମର ଭାରଟିକୁ ସହ୍ୟ କରିପାରିବାକୁ ହେଲେ ପ୍ରଥମେ ମଣିଷକୁ ସ୍ୱୟଂ ଦିବ୍ୟ ହେବାକୁ ପଡ଼ିବ। ଏହାର ଅର୍ଥଟି ବୁଝେଇ ଦେବା ପାଇଁ ସାଧକମାନେ ପ୍ରଶ୍ନ କରୁଛନ୍ତି। ପ୍ରଶ୍ନଟି ଆଉ ଥରେ କହିଦେଉଛି ଯେ ମା କୌଣସି ସ୍ଥାନରେ ଏଟା କହିଥିଲେ, ସେ ମାଙ୍କର ଉକ୍ତିକୁ ଉଦ୍ଧାର କରି ସାଧକମାନେ ମାଙ୍କୁ ପଚାରୁଛନ୍ତି ଯେ ଦିବ୍ୟ ପରମ ପ୍ରେମର ଭାରଟିକୁ ସହ୍ୟ କରିପାରିବାକୁ ହେଲେ ପ୍ରଥମେ ଆମକୁ ସ୍ୱୟଂ ଦିବ୍ୟ ହେବାକୁ ପଡ଼ିବ।
ଅର୍ଥାତ୍ ଆମେ ନିଜେ ଦିବ୍ୟ ହେଲେ ମାନେ ଭଗବାନ ହୋଇ ଉଠିଲେ ହିଁ ଦିବ୍ୟ ପ୍ରେମ ଆମ ଭିତରେ ଅବତରଣ କରିବ। ସେତେବେଳେ ହିଁ ଆମେ ତାର ଭାରଟିକୁ ସହ୍ୟ କରିବା ପାଇଁ ଯୋଗ୍ୟ ହେବା। ଏହାର ଅର୍ଥ ଏଇଭଳି ନା ଆଉ କିଛି ବୋଲି ସାଧକମାନେ ପ୍ରଶ୍ନ କରୁଛନ୍ତି। ଯେମିତି ଦିବ୍ୟ ଶକ୍ତି ବିଷ୍ଣୁଙ୍କର ଅଂଶ ଗଙ୍ଗା ଯେତେବେଳେ ଏ ଧାରାରେ ଅବତରଣ କଲେ, ତାଙ୍କୁ ଧାରଣ କରିବା ପାଇଁ ସେମିତି ଯୋଗ୍ୟ ଆଧାର ଦରକାର ପଡ଼ିଲା। ସେ ଆଧାର ହେଲେ ସ୍ୱୟଂ ଭଗବାନ ଶିବ। ତେଣୁ ଯୋଗ୍ୟ ଆଧାର ନହେଲେ ମହାଶକ୍ତି ଗୁଡ଼ିକ ଅବତରଣ କରନ୍ତି ନାହିଁ। ଦିବ୍ୟ ପରମ ପ୍ରେମ ତ ସେଭଳି ଗୋଟେ ମହାଶକ୍ତି, ଉଚ୍ଚତମ ଶକ୍ତି। ତେଣୁ ଆମେ ସମସ୍ତେ ଯୋଗ୍ୟ ନହେଲେ ସେ ଶକ୍ତି କେମିତି ଅବତରଣ କରିବେ? ଏବଂ ଯୋଗ୍ୟ ହେବାର ଅର୍ଥ ନିଜେ ଦିବ୍ୟ ହେଇଯିବା, ନିଜେ ଭଗବାନ ହେଇଯିବା। ମାଙ୍କର ବାଣୀର ଅର୍ଥ ଏଇଟା କି ବୋଲି ସାଧକମାନେ ପ୍ରଶ୍ନ କରିଛନ୍ତି ଏବଂ ମା ତାର ଉତ୍ତର ଦେଉଛନ୍ତି ଅତି ସୁନ୍ଦର ଭାବରେ। ମା କହୁଛନ୍ତି ଯେ ସମଗ୍ର ଧରଣୀ ଦିବ୍ୟ ପ୍ରେମରେ ପ୍ଳାବିତ ହୋଇପାରିବା ପୂର୍ବରୁ ମଣିଷକୁ ପ୍ରଥମେ ଦିବ୍ୟ ହେବାକୁ ପଡ଼ିବ। ଏଇ କଥା ପଚାରୁଛନ୍ତି କି ସାଧକମାନେ, ଆଶ୍ରମବାସୀମାନେ? ଏଇଟା ସାଧକମାନେ ପଚାରୁଛନ୍ତି ମାଙ୍କୁ ଯେ ଆପଣଙ୍କର ବାଣୀର ଅର୍ଥ ଏଇଟା କି ଯେ ସମଗ୍ର ଧରଣୀ ପରମ ପ୍ରେମରେ ପ୍ଳାବିତ ହେବା ପୂର୍ବରୁ ପ୍ରଥମେ ମଣିଷକୁ ଦିବ୍ୟ ହେବାକୁ ପଡ଼ିବ। ମଣିଷ ଦିବ୍ୟ ହେଲା ପରେ ତାପରେ ପରମ ପ୍ରେମ ଅବତରଣ କରିବ, ସମଗ୍ର ଜଗତକୁ ପରିପ୍ଳାବିତ କରିବ। ମାଙ୍କର କହିବାର ଅର୍ଥ ଏଇଟା କି ବୋଲି ସାଧକମାନେ ପଚାରୁଛନ୍ତି। ମା କହୁଛନ୍ତି ନା, ତାଙ୍କର କହିବାର ତାତ୍ପର୍ଯ୍ୟ ପ୍ରକୃତରେ ଏଇଟା ନୁହେଁ, ତାର ଅର୍ଥ ଏଇଟା ବୋଲି ତାଙ୍କର ମନେ ହେଉନାହିଁ ବୋଲି ମା କହୁଛନ୍ତି। ଏବଂ ମା ପଚାରୁଛନ୍ତି ପୁଣି, ତମେ କଣ ଏମିତି ଭାବୁଛ ଯେ ମଣିଷ ଦିବ୍ୟ ନ ହେବା ପର୍ଯ୍ୟନ୍ତ ପରମ ପ୍ରେମର ଅଭିବ୍ୟକ୍ତି ଘଟିପାରିବ ନାହିଁ? ଅର୍ଥାତ୍ ମଣିଷ ନିଜେ ଯେତେବେଳେ ଭଗବାନ ହୋଇଯିବ ସେତେବେଳେ ଦିବ୍ୟ ପ୍ରେମ ଏ ପୃଥିବୀରେ ନିଜକୁ ଅଭିବ୍ୟକ୍ତ କରିବ, ତା ପୂର୍ବରୁ ନୁହେଁ। ମଣିଷ ସାଧନା କ୍ରମରେ ତାର ଚେତନା ଶୁଦ୍ଧତର ହେବ, ଉପରକୁ ଉଠିବ, ପରିଶେଷରେ ସେ ଦିବ୍ୟ ହେଇଯିବ। ଦିବ୍ୟ ମାନେ ଯାହା ଭଗବାନଙ୍କର ଗୁଣ, ଭଗବତ ଗୁଣ ସବୁ ତା ଚେତନାରେ ପ୍ରକାଶିତ ହେବ। ସମସ୍ତ ଭଗବତ ଗୁଣ, ଭଗବାନଙ୍କର ସମସ୍ତ ଗୁଣ ଯେତେବେଳେ ପ୍ରକାଶିତ ହେବ, ସେ ଭଗବାନ ହେଇଯିବ ତା ଅର୍ଥ। ସେତେବେଳେ ହିଁ ପରମ ପ୍ରେମ ନିଜକୁ ପ୍ରକାଶିତ କରିବ ଏ ପୃଥିବୀରେ, ତା ପୂର୍ବରୁ ନୁହେଁ। ଏମିତି ବୁଝୁଛନ୍ତି କି ସାଧକମାନେ ବୋଲି ମା ପଚାରୁଛନ୍ତି। ସାଧକମାନେ କହୁଛନ୍ତି ହଁ ମା, ଆମେ ସେମିତି ବୁଝୁଛୁ। ତାପରେ ମା କହୁଛନ୍ତି ହଁ, ତୁମେ ସେମିତି ବୁଝୁଛ, କିନ୍ତୁ ତାର ଅର୍ଥ ପ୍ରକୃତରେ ସେମିତି ନୁହେଁ। ଏବଂ ମା ସୁନ୍ଦର ଭାବରେ ତାଙ୍କୁ ବୁଝେଇ ଦଉଛନ୍ତି ଯେ ଯଦି ସେମିତି ହେଇଥାନ୍ତା ଯେ ଏଇ ଜଗତ ବର୍ତ୍ତମାନ ଯେମିତି ଅବସ୍ଥାରେ ଅଛି ସେ ପର୍ଯ୍ୟନ୍ତ ଆସିନଥାନ୍ତା। ମା ତାକୁ ସୁନ୍ଦର ଭାବରେ କ୍ରୋନୋଲୋଜିକାଲି ମାନେ ଘଟଣା ପ୍ରବାହ ସହିତ କ୍ରମିକ ଭାବରେ କ୍ରମାନ୍ୱୟରେ ଏଇ ସୃଷ୍ଟିର ପ୍ରଗତିଟି ଉପସ୍ଥାପନ କରୁଛନ୍ତି। ମା କହୁଛନ୍ତି ଯେ ଯେତେବେଳେ এই ସୃଷ୍ଟି ନଥିଲା, ଅଣାକାର ବ୍ରହ୍ମ, ନିରାକାର ବ୍ରହ୍ମ, ପରାତ୍ପର ବ୍ରହ୍ମ ଯାହା କହିଲେ ହବ, ସେ କେବଳ ବିରାଜମାନ କରୁଥିଲେ। ସେ ଥିଲେ ଏକ, ଏକରୁ ସେ ଅନେକ ହେବା ପାଇଁ ଚେଷ୍ଟା କଲେ। ସେ ଏକରୁ ଅନେକ ହେଲେ, ସେ ବିଚ୍ଛିନ୍ନତାର ଶକ୍ତି ଯେଉଁ ସେ ସୃଷ୍ଟି କଲେ, ବିଭାଜନର ଶକ୍ତି, ମା ସଂକ୍ଷେପରେ କହିଦଉଛନ୍ତି ଯେ ସେ ବିଭାଜନର ଶକ୍ତି କାର୍ଯ୍ୟକାରୀ ହେବା ଦ୍ୱାରା ହିଁ ଚେତନା ଅଚେତନାରେ ପରିଣତ ହେଇଗଲା। ଦେଖନ୍ତୁ, ମା ସିଧାସଳଖ ସମଗ୍ର
ନିବର୍ତ୍ତନ ଧାରାଟିକୁ ସେ କହିଦେଲେ। ଭଗବାନ ନିଜକୁ ଏକରୁ ବହୁ କରିବା ପାଇଁ ସେ କିଛି ପରିମାଣରେ ଆବୃତ ହେବା ଦରକାର, କିଛି ଗୁଣ ଧାରଣ କରିବା ଦରକାର। ସେ ପ୍ରତ୍ୟେକ ଗୁଣ ହେଉଛି ଗୋଟେ ଗୋଟେ ଆବରଣ, ଅର୍ଥାତ୍ ଚେତନାର ଗୋଟେ ସଂକୋଚନ, ଯାହା ଅସୀମ ଅନନ୍ତ। ସେ ବ୍ୟକ୍ତ ହେବ କେମିତି? କାରଣ ବ୍ୟକ୍ତ ହେବାର ଅର୍ଥ ହେଉଛି ଗୋଟେ ସୀମିତତାକୁ ସ୍ୱୀକାର କରିବା। ଯାହାର ଗୋଟେ ସ୍ଥିତି ଆସିଯାଉଛି ଧର ଗୋଟେ ସୀମିତତା, ସ୍ଥିତିକୁ ଆସିବାଟା ହେଉଛି ଗୋଟେ ସୀମିତତା, ରୂପକୁ ଆସିବାଟା ହେଉଛି ଗୋଟେ ସୀମିତତା। ତେଣୁ ସୃଷ୍ଟି ଯାହା ଆମେ ଦେଖୁଛୁ ବା ଯାହା ଆମର ଇନ୍ଦ୍ରିୟାତୀତ ମଧ୍ୟ, କିନ୍ତୁ ତାର ସ୍ଥିତି ଅଛି। ସ୍ଥିତି ଅଛି ଅର୍ଥ ସେଟା ସୀମିତ। ତେଣୁ ଭଗବାନ ତ ଅସୀମ, ସେ ସୀମିତ ହେବାକୁ ହେଲେ ତାଙ୍କୁ କିଛି ପରିମାଣରେ ଆବୃତ ହେବାକୁ ପଡ଼ିବ। ଏଭଳି ଆବରଣ ସେ ସ୍ୱୀକାର କଲେ। ତାଙ୍କର ଯୋଗମାୟା ଶକ୍ତି ତାଙ୍କୁ ଆବୃତ କରିକରି ଚାଲିଲେ। ଯେତେ ପରିମାଣରେ ଆବୃତ କଲେ ସେ ସଂଖ୍ୟାରେ ବିଭିନ୍ନ ସ୍ତର ସୃଷ୍ଟି ହେଲା। ପ୍ରତ୍ୟେକ ଆବରଣ ଗୋଟେ ଗୋଟେ ସ୍ତର। ତେଣୁ ଚେତନାର ରହିଛି ଅସଂଖ୍ୟ ସ୍ତର। ଆମେ କେବଳ ମୁଖ୍ୟ ମୁଖ୍ୟ ସ୍ତର ବିଷୟରେ ଜାଣୁଛୁ, ଯେମିତି ସଚ୍ଚିତ ଆନନ୍ଦ, ତା ତଳକୁ ବିଜ୍ଞାନମୟ ଲୋକ, ତା ତଳକୁ ଅପରା ପ୍ରକୃତି ଅନ୍ତର୍ଗତ ଅଜ୍ଞାନର ତ୍ରିଦେହା ଜଗତ, ମନର ବିଭିନ୍ନ ସ୍ତର, ଅଧିମାନସ, ଜ୍ୟୋତିର୍ମାନସ, ଆଲୋକିତ ମାନସ, ଉଚ୍ଚତର ମାନସ, ସାଧାରଣ ମାନସ। ତା ତଳକୁ ପ୍ରାଣିକ ଚେତନାର ଜଗତ, ଅସଂଖ୍ୟ ଜଗତ ପୁଣି ସେଠି ଅଛି। ତା ତଳକୁ ଅନ୍ନମୟ ଜଗତ, ତା ତଳକୁ ଆହୁରି ନିଶ୍ଚେତନାର ଜଡ଼ ଜଗତ ସବୁ ରହିଛି। ସେଠି ଆହୁରି ରହିଛି ପୁଞ୍ଜୀଭୂତ ଅନ୍ଧକାର, ସେଟା ଆହୁରି ସାନ୍ଦ୍ର, ଆହୁରି ଘନ, ଆହୁରି ଅନ୍ଧକାରାଚ୍ଛନ୍ନ। ଆମେ ଏଇ ଚେତନାର ଯେଉଁ ସିଡ଼ି ଲମ୍ବି ଯାଇଛି ତଳୁ ଉପରକୁ, ତାର ଗୋଟେ ମଧ୍ୟବର୍ତ୍ତୀ ସ୍ଥାନରେ ଆମେ ଅଛନ୍ତି। ତେଣୁ ଧୀରେ 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 ସେ ପରମ ଚେତନା ଧୀରେ ଧୀରେ ସମ୍ପୂର୍ଣ୍ଣ ନିଶ୍ଚେତନାରେ ପରିଣତ ହେଇଗଲେ। ଏଇଟା ହେଉଛି ତାଙ୍କର ଏକରୁ ବହୁ ହେବାର ଯେଉଁ ଶକ୍ତି, ବିଚ୍ଛିନ୍ନତାର ଶକ୍ତି, ବିଭାଜନର ଶକ୍ତି। ଏବଂ ସେ ଅଚେତନାର ଭିତ୍ତିଟି ଏତେ ପରିବ୍ୟାପକ ହେଇଯାଇଛି ବର୍ତ୍ତମାନ ଯେ ସେଇ ଉଚ୍ଚତମ ଚେତନା ଏବଂ ନିମ୍ନତମ ଚେତନା ସ୍ତର ଭିତରେ ଆଉ କୌଣସି ସମ୍ପର୍କ ନଥିଲା ଭଳି ଲାଗୁଛି। ଉଚ୍ଚତମ ଚେତନା ରହିଛନ୍ତି ପରାତ୍ପର ବ୍ରହ୍ମ, ନିମ୍ନତର ଚେତନାରେ ସମ୍ପୂର୍ଣ୍ଣ ନିଶ୍ଚେତନା, ଯୋଉଠି ଆଉ ଚେତନାର ଲେଶ ମାତ୍ର ନାହିଁ ଭଳି ମନେ ହେଉଛି। ଯେମିତି ପଥର ଭିତରେ ପୁଣି ଜୀବନ ସଞ୍ଚାର କେବେ ହବ କେହି କେବେ କଳ୍ପନା ବି କରିପାରିବନି, କିନ୍ତୁ ହେଇଛି। ଆମେ ଦେଖୁଛୁ ଯଦି ତା ଭିତରେ ଯଦି ସେ ଚେତନା ନଥାନ୍ତା ତାହେଲେ ପଥରରୁ ପାଣି କେମିତି ହୁଅନ୍ତା, ପାଣି ଭିତରେ ଜୀବନ ସଞ୍ଚାର କେମିତି ହୁଅନ୍ତା। ତେଣୁ এই ସମଗ୍ର ଜଗତକୁ ଅନୁଧ୍ୟାନ କଲେ ଆମେ ଦେଖିବା ଯେ ସେ ପରମ ବ୍ରହ୍ମ, ପରମ ଚେତନା, ସେ ସମ୍ପୂର୍ଣ୍ଣ ନିଶ୍ଚେତନା ଭିତରେ ଉତରି ଆସିଛନ୍ତି। ସେଥିପାଇଁ ଜଡ଼ ଭିତରେ ମଧ୍ୟ ଗୋଟେ ଜୀବନର ସମ୍ଭାବନା ଅଛି, ବିବର୍ତ୍ତନର ସମ୍ଭାବନା ଅଛି। ସେ ଯେଉଁ ଦିବ୍ୟ ଚେତନା ବା ପରମ ଚେତନା ଓହ୍ଲେଇ ଆସିଲେ ଏଇ ନିମ୍ନତମ ସ୍ତରକୁ, ସେ କାହିଁକି କଲେ? ମା କହୁଛନ୍ତି ସେ ପ୍ରେମବଶତ ଏଇଟା କଲେ। ଏଇଟା ସେ ପରମ ପ୍ରେମ, ଦିବ୍ୟ ପ୍ରେମ, ଯାହା ଏଇପରି ଭାବରେ ସିଧାସଳଖ ଜଡ଼ ମଧ୍ୟକୁ ଅବତରଣ କରି ଆସିଛି। ଅର୍ଥାତ୍ ଏ ସୃଷ୍ଟିର ଉତ୍ପତ୍ତି ହିଁ ଦିବ୍ୟ ପ୍ରେମରୁ ହେଇଛି ବୋଲି ମା କହିଲେ। ତେଣୁ ଆମର ଯେଉଁ ଧାରଣା, ସାଧକ ମାନଙ୍କର ଯେଉଁ ପ୍ରଶ୍ନ ଯେ ଭଗବାନ ମାନେ ଆମେ ଭଗବାନ ହୋଇ ଉଠିଲେ ଯାଇକରି ଦିବ୍ୟ ପ୍ରେମ ଅବତରଣ କରିବ, ଏଇଟା ସମ୍ପୂର୍ଣ୍ଣ ଓଲଟା ଥିଓରି ହେଇଗଲା। ପ୍ରକୃତ କଥା ହେଉଛି ଏ ସୃଷ୍ଟି ଆରମ୍ଭରୁ ହିଁ ଦିବ୍ୟ ପ୍ରେମର ଅବତରଣର ଗୋଟେ ପରିଣାମ। ସେ ପରମ ପ୍ରେମିକ ଦିବ୍ୟ ପ୍ରେମ
ନିଜେ ଅବତରଣ କରିଛନ୍ତି, ଉତ୍ତରି ଆସିଛନ୍ତି ବୋଲି ହିଁ ଜଗତ ସୃଷ୍ଟି ହେଇଛି। ଅର୍ଥାତ୍ ସେ ନିମ୍ନକୁ ଓହ୍ଲେଇ ଆସିକରି ଏ ଅସଂଖ୍ୟ ଜଗତ ଅସଂଖ୍ୟ ରୂପରେ ପରିଣତ ହେଇଯାଇଛନ୍ତି। ଏ ସମଗ୍ର ସୃଷ୍ଟି ହିଁ ତାଙ୍କର ଦିବ୍ୟ ପ୍ରେମର ଅନନ୍ତ ଝଲକ, ଅନନ୍ତ ଝଲକ। ଏବଂ ଯେହେତୁ ସେ ଅବତରଣ କରିଛନ୍ତି, ତାଙ୍କର ଦିବ୍ୟ ପ୍ରେମର ସେ ଉପାଦାନଟି ପ୍ରତ୍ୟେକ ଜଡ଼ କଣିକା ଭିତରେ ଅଛି, ପ୍ରତ୍ୟେକ ଜଡ଼ କଣିକା ଭିତରେ ଅଛି। ଏମିତି ନୁହେଁ ଯେ ଆମେ ଯେଉଁ ମନ ପ୍ରାଣ ଶରୀର ଅଜ୍ଞାନତାରେ ବାସ କରୁଛୁ, ଜଡ଼ ଜଗତରେ ବାସ କରୁଛୁ ଏବଂ ମଣିଷ ଠାରୁ ଆହୁରି ଇତର ଚେତନା ଏହାର ଦିବ୍ୟ ସମ୍ଭାବନାଟି ପ୍ରତି ଆମେ ସଚେତନ ନଥାଉ। ଆମକୁ ଲାଗେ এই ଜଡ଼ ଚେତନା ଭିତରେ କିଛି ସମ୍ଭାବନା ନାହିଁ, କିନ୍ତୁ ମା କହୁଛନ୍ତି ଯେ ପ୍ରତ୍ୟେକ ଜଡ଼ କୋଷ ଭିତରେ ଗୋଟେ ଆରୋହଣର ସମ୍ଭାବନା ଅଛି। ଚେତନାର ସ୍ତର ଅନୁଯାୟୀ এই ଆରୋହଣର ବେଗଟା ଅଲଗା ଅଲଗା ହେଇଥାଏ। ଜଡ଼ ଚେତନାରେ ପ୍ରଗତିଟି ବହୁତ ମନ୍ଥର। ଗୋଟେ ପଥରକୁ ଖରା ପାଣି ଖାଇକରି ଚୂର୍ଣ୍ଣୀଭୂତ ହେବା ପାଇଁ, ମାଟିରେ ପରିଣତ ହେବା ପାଇଁ ଲକ୍ଷ ଲକ୍ଷ ବର୍ଷ ଲାଗେ। କିନ୍ତୁ ପାଣି ଭିତରେ ଜୀବଟିଏ ସଞ୍ଚାର ହେବା ପାଇଁ ଏତେ ବର୍ଷ ଲାଗେ ନାହିଁ। ପୁଣି ଉଦ୍ଭିଦକୁ ବିବର୍ତ୍ତିତ ହେବା ପାଇଁ ଯେତେ ସମୟ ଲାଗେ, ପ୍ରାଣୀଟି ବିବର୍ତ୍ତିତ ହେବା ପାଇଁ ସେତେ ସମୟ ଲାଗେ ନାହିଁ। ପ୍ରାଣୀମାନଙ୍କ ଭିତରେ ମଣିଷଟିଏ ସୃଷ୍ଟି ହେବା ପାଇଁ ଯେତେ ସମୟ ଲାଗେ, ମଣିଷ ନିଜେ ଗୋଟେ ଉଚ୍ଚତର ମଣିଷ ହେବା ପାଇଁ ଏତେ ସମୟ ଲାଗିବ ନାହିଁ। ତେଣୁ ବର୍ତ୍ତମାନ ମଣିଷ ଯଦିଓ ତାର ମନୋମୟ ଚେତନାର ଉଚ୍ଚତମ ସ୍ତରକୁ ଆରୋହଣ କରିସାରିଛି, କିନ୍ତୁ ଅତିମାନବ ପର୍ଯ୍ୟାୟକୁ ଯିବା ପାଇଁ ତାର ଯାତ୍ରା ନିରନ୍ତର ଚାଲିଛି ଏବଂ ସେ ଲକ୍ଷ୍ୟ ଅଦ୍ୟାବଧି ବାକି ଅଛି। କିନ୍ତୁ ସେଟା ଏତେ ସମୟ ଲାଗିବ ନାହିଁ ଯେତେ ସମୟ ଜଡ଼କୁ ପ୍ରାଣରେ ବିବର୍ତ୍ତିତ ହେବା ପାଇଁ ଲାଗିଥିଲା। ତେଣୁ ମା କହୁଛନ୍ତି ଯଦିଓ ଏ ଆରୋହଣଟି ଆମ ପାଇଁ ଅଦ୍ୟାବଧି ମନ୍ଥର ହେଇକି ରହିଛି, ଏ ଆରୋହଣଟି ପ୍ରମାଣ କରିଦେଉଛି ଯେ ଦିବ୍ୟ ପ୍ରେମ ଏ ଜଗତରେ ପ୍ରକାଶିତ। ବରଂ ଏ ସୃଷ୍ଟିର ଉତ୍ସ ହେଉଛି ଦିବ୍ୟ ପ୍ରେମ, ଏ ସୃଷ୍ଟି ସମ୍ଭବ ହେଉଛି ଦିବ୍ୟ ପ୍ରେମ ପାଇଁ। ଏବଂ ଏ ସୃଷ୍ଟି ଗତି କରି ଚାଲିଛି, ଗୋଟେ ঊର୍ଦ୍ଧ୍ୱମୁଖୀ ଗତି ବର୍ତ୍ତମାନ ଯେଉଁ ତାର ଚାଲିଛି, ଏଇଟା ସମ୍ଭବ ହେଉଛି ଦିବ୍ୟ ପ୍ରେମ। ନିଶ୍ଚେତନାରୁ ଚେତନାକୁ, ଅସଦୋ ମାଂ ସଦ୍ଗମୟ, ଅନ୍ଧକାରରୁ ଆଲୋକ ଆଡ଼କୁ, ତମସୋ ମାଂ ଜ୍ୟୋତିର୍ଗମୟ, ଏବଂ ଅମରତ୍ୱରୁ କ୍ଷମା କରିବେ ମୃତ୍ୟୁରୁ ଅମରତ୍ୱ ଆଡ଼କୁ, ମୃତ୍ୟୁର୍ମାଂ ଅମୃତମ ଗମ। ଏଇ ଯୋଉ ଉପନିଷଦର ବାଣୀ, ସେ ଦିବ୍ୟ ଦ୍ରଷ୍ଟା ଯୋଗୀମାନେ ଏଟାକୁ ଅନୁଭବ କରିଛନ୍ତି ଏବଂ ସେମାନେ ଅନୁଭବ କରୁଛନ୍ତି ସୃଷ୍ଟି ଯେଉଁ ଚାଲିଛି ଏ ଦିଗରେ ସତ୍ୟ ଚେତନା, ଜ୍ଞାନ ଏବଂ ଅମରତ୍ୱର ଦିଗରେ, ଏଇଟା ହେଉଛି ସେ ଦିବ୍ୟ ପ୍ରେମର କ୍ରିୟା। ଏବଂ ଯେଉଁ ବାଣୀଟି ମା କହୁଥିଲେ, ସାଧକ ମାନଙ୍କର ଯାହା ପ୍ରଶ୍ନ ଥିଲା ଯେ ଦିବ୍ୟ ପ୍ରେମର ଭାରଟିକୁ ସହ୍ୟ କରିବାକୁ ହେଲେ ମଣିଷକୁ ଦିବ୍ୟ ହେବାକୁ ପଡ଼ିବ, ମା ତାକୁ ଆହୁରି ସ୍ପଷ୍ଟ କରୁଛନ୍ତି। ମା କହୁଛନ୍ତି ଯେ ତାହା ସେ ମନୁଷ୍ୟ ଚେତନା ସମ୍ପର୍କରେ ହିଁ କହୁଥିଲେ। ସେ କଥାଟିକୁ ସେ ଗୋଟେ ସନ୍ଦର୍ଭ ରୂପରେ ବ୍ୟବହାର କରୁଥିଲେ, ଅର୍ଥାତ୍ ଗୋଟେ ଫର୍ମୁଲା ରୂପରେ, ଗୋଟେ ତାତ୍ତ୍ୱିକ ସତ୍ୟ ରୂପରେ, ଯେ ଯେଉଁ ଦିବ୍ୟ ପ୍ରେମ
सकल वस्तु को जीवन प्रेरित कर रखिछि, सबकिछि मध्यरे भेदी रहिछि, सबकिछि को उत्तोलित कर धरि रखिछि एवं सबकिछि को अग्रगति एवं परम दिव्य सत्ताଙ୍କ आड़କୁ एक आरोहण पथरे परिचालित कर नहीं जाउछि एवं ताहाको मनुष्यर चेतना आदौ अनुभव करि पारु नाही, निजर बोध भितर ताको से धरि पारु नाही, बा जेतकी से अनुभव करुछि, जेतकी से धारण करुछि, ताको बहुत कष्ट स्वीकार करबा पड़ुछि दिव्य प्रेम को अनुभव करबा पे। अर्थात मनुष्यर सामर्थ्य वर्तमान अति क्षीण, सेथिपाई से दिव्य प्रेम को अनुभव करि पारु नाही। मां ए अर्थरे कहले दिव्य प्रेम को अनुभव करने को हेले, ताको धारण करने को हेले चेतनाटा सेमती योग्य हवा दरकार, परिपक्व हवा दरकार। आमको आहरी सामर्थ्यवान हो पड़े। दिव्य हवार अर्थ होची निज चेतनारे शुद्धतार विकास, शुद्धतार विकास निरंतर घटी चलले भगवानଙ୍କର जहाँ सब गुण, जहाँ सब दिव्यता ताहा आम भितर विकसित ही जाओ। जेमती मांकर प्रतीकरे मांकर द्वादश शक्ति बा द्वादश दिव्य गुण, जेमती अभिप्सा, निष्ठा, प्रयत्नशीलता, ग्रहणशीलता, साहस, उदारता इत्यादि जेते सब दिव्य गुण अछि, ये सब आमर चेतनारे क्रमागत भाव विकसित हब, वृद्धि प्राप्त हब। से अनुपात आमे भगवान दिव्य प्रेम को अधिक स्पष्ट भाव अनुभव करने योग्य हवा। मां ए अर्थरे से बाणीटी देइथिले बोली कहउछन्ति। मां कहउछन्ति से दिव्य प्रेमर पवित्रता जनित प्रगाढ़ता एपरि शक्तिशाली हेक रहिछि, माने एते गाढ़ पवित्रता से भितर अछि, एते शुद्धता अछि जे मनुष्य चेतना ताकू बहन करि पारु ना। कारण मनुष्य चेतना कलुषित, एठी स्वच्छता कम, अस्वच्छता बेसी, शुद्धता कम, अशुद्धता बेसी। मनुष्य से भली गोटे अवस्था अछि। तेणु से दिव्य प्रेम को बहन करि पारु नाही, ताकू अनुभव करि पारु नाही एवं निजर अशुद्ध चेतना भितरे मनुष्य दिव्य प्रेमर जो झलक टिक अनुभव करुछि, देखो केते सुंदर भाव मां कहउछन्ति आमे आम भितरे दिव्य प्रेमर जो झलक टी अनुभव करुछु सेटा से दिव्य प्रेमर शुद्ध रूप नुहे। कारण शुद्ध रूप आम ताको सह्य करि परिबा नाही, हमर चेतनार सामर्थ्य नाही, आम ताको चिन्हि परिबा नाही बा धरि परिबा नाही। जेतेबेले से निजको आवृत कर दउछन्ति बा निजे अशुद्धता भितर को ओल्हे आछन्ति बा निजे अशुद्ध रूप रे प्रकटित होछन्ति, सेतेबेले तांको आमे धरि पारुछु एवं कहूछु एटा भगवान का प्रेम, दिव्य प्रेम, भगवान का दान बोली कहूछु। अर्थात आम पाखरे आम चेतना रे जहा धरा जाउछि दिव्य प्रेमर रूप, सेरा मिश्रित, विकृत बा तार गुणवत्ता ह्रास हो जाइछि, अस्पष्ट हो जाइछि, तापरे सेटा आम पई ग्रहणीय होछि। जेंति कहा जाए घुसुरी प्रकृति पंकर लोट, घुसुरी को पाचला कदली पिता बोली कहा जाए। से पाचला कदली खाइबने, पंक ही तार प्रिय, ताकू भल पानी रे गाधई देले भी पुनर्बार जाइकर से पंकर लोटिव। कारण पंक ही तार प्रिय, पंक ही ता पई सर्वश्रेष्ठ स्थान। आमर चेतना भी से भली, जोथिपाई आमर चेतना वर्तमान प्रस्तुत, जोटा जोथिपाई में ग्रहणशील से ग्रहण करिबा, तार उच्चतर स्थिति को आमे ग्रहण करि परिबा नहीं। तेणु दिव्य प्रेम आम चेतना रे धरा देवा पई निजको विकृत कर दिए बा अशुद्ध कर दिए। एटा होची
ଏହି ଜଗତର ଗୋଟେ ସାଧାରଣ ନିୟମ। ଭଗବାନ ପ୍ରକୃତରେ ଅଜ୍ଞାନତାର ଆବରଣକୁ, ଅଶୁଦ୍ଧତାର ଆବରଣକୁ, ଅଚେତନାର ଆବରଣକୁ ସ୍ୱୀକାର କରିଛନ୍ତି ଏବଂ ଆମ ପାଖରେ ଉତ୍ତରି ଆସିଛନ୍ତି। ଯେମିତି ଗୋଟେ ମା ତାର ଛୋଟ ଶିଶୁକୁ ଚାଲିବା ଶିଖାଇବା ପାଇଁ ନିଜେ ଶିଶୁ ସଦୃଶ ବ୍ୟବହାର କରେ, ସେ ଶିଶୁ ସାଙ୍ଗରେ ଗୁରୁଣ୍ଡି ଗୁରୁଣ୍ଡି ଚାଲେ, ତା ନହେଲେ ଶିଶୁ ଶିଖିପାରିବ ନାହିଁ। ଏବଂ ଏଇଟା ସେ କରେ ଶିଶୁ ପାଇଁ ତାର ଗଭୀର ନିବିଡ଼ ପ୍ରେମ ବଶତଃ। ସେମିତି ସେ ପରମ ପ୍ରେମିକ ଭଗବାନ ଆମ ସମସ୍ତଙ୍କୁ ଭଲ ପାଆନ୍ତି ବୋଲି, ଆମ ସମସ୍ତଙ୍କ ପ୍ରତି, ଏ ସମଗ୍ର ସୃଷ୍ଟି ପ୍ରତି, କେବଳ ମଣିଷ ନୁହେଁ, ସମସ୍ତେ ତାଙ୍କର ସନ୍ତାନ। ଏପରିକି ଯକ୍ଷ, ରାକ୍ଷସ, କିନ୍ନର, ଗନ୍ଧର୍ବ, ଭୂତ, ପିଶାଚ, ଦାନବ, ଦେବ ସମସ୍ତେ ତାଙ୍କର ସନ୍ତାନ ଏବଂ ସମସ୍ତଙ୍କ ପ୍ରତି ଅସୀମ କରୁଣା ପରବଶ ହେଇ ସେ ଚେତନାର ପ୍ରତ୍ୟେକ ସ୍ତରକୁ ଉତ୍ତରି ଆସିଛନ୍ତି। ପ୍ରତ୍ୟେକ ସ୍ତରରେ ସେ ଅଛନ୍ତି, ତାଙ୍କର ଦିବ୍ୟ ପ୍ରେମ ପ୍ରତ୍ୟେକ ସ୍ତରରେ ଅଛି। ଯେଉଁ ସ୍ତରରେ ସେ ନିଜକୁ ଯେତିକି ଆବୃତ କରିବା କଥା ସେତିକି ଆବୃତ କରିଛନ୍ତି, ଯେମିତି ସେଇ ଜଗତର ସେଇ ସ୍ତରର ଜୀବ ତାକୁ ଗ୍ରହଣ କରିପାରିବ। ଯେମିତି ଗୋଟେ ଶିକ୍ଷକ ବିଭିନ୍ନ ଶ୍ରେଣୀରେ ପାଠ ପଢ଼ାନ୍ତି, ଯେଉଁ ଶ୍ରେଣୀରେ ପାଠ ପଢ଼ାନ୍ତି ସେଇ ପିଲାମାନଙ୍କର ଜ୍ଞାନର ସ୍ତର ଅନୁଯାୟୀ ସେ ନିଜର ଶିକ୍ଷାଦାନ, ପାଠ୍ୟଦାନକୁ ସେ ଆଡାପ୍ଟ କରନ୍ତି, ସେ ଅନୁସାରେ ତାକୁ ଢାଳନ୍ତି। ଗୋଟେ ଛୋଟ ପିଲାକୁ ପ୍ରାଇମେରୀ ଶ୍ରେଣୀ ଯେଉଁ ଧାରରେ ପଢ଼େଇବେ, ଉଚ୍ଚ ଶ୍ରେଣୀରେ ସେମିତି ପଢ଼େଇବେ ନାହିଁ। ପୋଷ୍ଟ ଗ୍ରାଜୁଏଟ ଶ୍ରେଣୀ ତ ଯେମିତି ଯେତେ ଉପରକୁ ସେ ଉଠିଯିବେ, ସେଠି ପ୍ରାଇମେରୀ ପିଲା ସେସବୁକୁ କେବଳ ଆଁ କରି ଶୁଣୁଥିବ, କିଛି ବୁଝିପାରିବନି, ବିନ୍ଦୁ ବିସର୍ଗ ବୁଝିପାରିବନି। ସେ ସମାନ ଶିକ୍ଷକ ବିଭିନ୍ନ ସ୍ଥାନରେ, ବିଭିନ୍ନ ସ୍ତରରେ ଯେମିତି ଭିନ୍ନ ଭିନ୍ନ ଭାବରେ ଶିକ୍ଷାଦାନ କରନ୍ତି, ସେମିତି ସେ ପରମ କାରଣିକ ଭଗବାନ ଚେତନାର ପ୍ରତ୍ୟେକ ସ୍ତରରେ ସେହି ସ୍ତରର ଜୀବର ଗ୍ରହଣଶୀଳତା ଅନୁଯାୟୀ ନିଜକୁ ସେତିକି ପରିମାଣରେ ଆବୃତ କରନ୍ତି। ଏଇଟା ହଉଛି ତାଙ୍କର ଦିବ୍ୟ ପ୍ରେମ। ତା ନହେଲେ ସେ ସ୍ତରର ଜୀବ ତାଙ୍କୁ ଗ୍ରହଣ କରିପାରିବ ନାହିଁ। ସେ କହିବ ଭଗବାନ ନାହାନ୍ତି ବା ଭଗବାନ ଆମ ପାଇଁ କରୁଣା କରୁନାହାନ୍ତି, ଆମକୁ ଦୟା କରୁନାହାନ୍ତି, ଆମ ପ୍ରତି ସେ ନିଷ୍ଠୁର ହେଇଗଲେ ଇତ୍ୟାଦି। କିନ୍ତୁ ମଣିଷ ସଚେତନ ଜୀବ, ଯେହେତୁ ଆମେ ସବୁ ବୁଝିପାରୁଛନ୍ତି ଚେତନାର ରହସ୍ୟ ସମ୍ପର୍କରେ, ଆମକୁ ସେ ପରମ ଦିବ୍ୟ ପ୍ରେମର ଉଚ୍ଚତର ସ୍ପର୍ଶର ଝଲକ ପାଇବାକୁ ପଡ଼ିବ। ସେଥିପାଇଁ ଆମକୁ ଯୋଗ୍ୟ ହେବାକୁ ପଡ଼ିବ। ସେ ଉଚ୍ଚତର ଦିବ୍ୟ ପ୍ରେମର ଚାପକୁ ଗ୍ରହଣ କରିବାକୁ ପଡ଼ିବ। ଯେମିତି ଗୋଟେ ଛାତ୍ର ଉଚ୍ଚତର ସୋପାନକୁ, ଉଚ୍ଚତର ଶ୍ରେଣୀକୁ ଯିବାକୁ ହେଲେ ତାକୁ ସଂଘର୍ଷ କରିବାକୁ ପଡ଼େ, ତାକୁ କଷ୍ଟ କରିବାକୁ ପଡ଼େ। କଷ୍ଟ କରିବା ଦ୍ୱାରା ତାର ଚେତନା ସାମର୍ଥ୍ୟବାନ ହେବ, ଯୋଗ୍ୟ ହେବ ଉଚ୍ଚତର ଜ୍ଞାନକୁ ଧାରଣ କରିବା ପାଇଁ। ଆମ ସମସ୍ତଙ୍କୁ ସେଭଳି ଯୋଗ୍ୟ ହେବାକୁ ପଡ଼ିବ ଏବଂ ଯୋଗ୍ୟ ହେବାର ଅର୍ଥ ହେଉଛି ଆମର ଚେତନାରେ ଦିବ୍ୟତାକୁ ଆମେ ଅଧିକରୁ ଅଧିକ ପ୍ରକାଶିତ କରିବା, ଅର୍ଥାତ୍ ଭଗବାନଙ୍କର ସେ ଦିବ୍ୟ ଗୁଣ ଗୁଡ଼ିକର ଅଭ୍ୟାସ ଆମେ ଯେତେ ଅଧିକରୁ ଅଧିକ କରିବା ନିଜ ଭିତରେ, ଆମର ଚେତନା ସେତିକି ଯୋଗ୍ୟ ହେବ, ଗ୍ରହଣଶୀଳ ହେବ, ଦିବ୍ୟ ପ୍ରେମର ଚାପକୁ ସହ୍ୟ କରିବା ପାଇଁ ଯୋଗ୍ୟ ହେବ। ସେତେବେଳେ ଦିବ୍ୟ ପ୍ରେମର ଶୁଦ୍ଧତର ଏବଂ ଶୁଦ୍ଧତମ ରୂପ ଗୁଡ଼ିକୁ ଆମେ ନିଜ ଚେତନାରେ ଅନୁଭବ କରିବା, ଦେଖିବା ସେ ଉଚ୍ଚତର ସ୍ତରରେ ସେ ସେଭଳି କ୍ରିୟା, କିଭଳି କ୍ରିୟା କରୁଛନ୍ତି। ଏବଂ ମାର୍କ୍ସ ଶେଷରେ କହୁଛନ୍ତି ଯେ ଦିବ୍ୟ ପ୍ରେମର କାର୍ଯ୍ୟ ସର୍ବତ୍ର ପରମ କରୁଣା ରୂପେ ସର୍ବତ୍ର ପ୍ରକାଶିତ ଏବଂ ମଣିଷ ଯେତେ ଅଜ୍ଞାନ ହେଲେ ମଧ୍ୟ ଦିବ୍ୟ ପ୍ରେମର କାର୍ଯ୍ୟକୁ ସେ କଦାପି ବାଧା ଦେଇପାରିବ ନାହିଁ, ନିବୃତ୍ତ କରିପାରିବ ନାହିଁ। ଆମର ବୋଧଶକ୍ତି ବିକୃତ ହେଇଛି, ଅଶୁଦ୍ଧ ହେଇଛି, ତେଣୁ ଆମକୁ ତାକୁ ଶୁଦ୍ଧ କରିବାକୁ ପଡ଼ିବ, ଯଦ୍ୱାରା ସେ ଦିବ୍ୟ ପ୍ରେମର କ୍ରିୟାକୁ ଆମେ ପ୍ରତ୍ୟକ୍ଷ ଭାବରେ ନିଜ ଭିତରେ ଅନୁଭବ କରିବା ଏବଂ ତା ପ୍ରତି କୃତଜ୍ଞ ହେବା, ନିଜକୁ ଖୋଲି ଧରିବା ଏବଂ ଦିବ୍ୟ ପ୍ରେମର କାର୍ଯ୍ୟରେ ଆମେ ସକ୍ରିୟ ଅଂଶଗ୍ରହଣ କରିବା
ତାର ସାନନ୍ଦ ସମର୍ଥ ସହଯୋଗୀ ଗୋଟେ ଯନ୍ତ୍ର ହେବା। ତେବେ ସମୟ ତ ହେଇଯାଇଛି, ଏଥିସହିତ ଆମେ ଆଜିର ଏହି ପ୍ରସଙ୍ଗକୁ ଏଠି ବିରାମ ଦେବା। ସମସ୍ତ ଅପା ଭାଇଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ତାଙ୍କର ସାଗ୍ରହ ଯୋଗଦାନ ନିମନ୍ତେ। ମାଙ୍କ ପାଖରେ ସମସ୍ତଙ୍କ ତରଫରୁ ବିନମ୍ର କୃତଜ୍ଞତା ନିବେଦନ କରି ରହୁଛି। ବନ୍ଦେ ମାତରମ୍। ବର୍ତ୍ତମାନ 2 ମିନିଟ୍ ମାଙ୍କ ନାମ ଜପ କରିବା ସହିତ ଆଜିର ଶ୍ରୀଅନ୍ନ ପାଠ୍ୟଚକ୍ରକୁ ସମାପ୍ତ କରିବା। ମା 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 ମା